ବାରିପଦାର ପାଲବଣୀଠାରୁ ରଙ୍ଗାମାଟିଆ ପର୍ଯ୍ୟନ୍ତ ରାସ୍ତାର ପ୍ରଶସ୍ତୀକରଣ କାର୍ଯ୍ୟ ପାଇଁ ହେଉଥିବା ଉଚ୍ଛେଦ ପ୍ରକ୍ରିୟାରେ ପାତର ଅନ୍ତର ନେଇ ଅଭିଯୋଗ ହୋଇଛି, ଯାହାକୁ ନେଇ କଂଗ୍ରେସ ଓ ସିପିଆଇ ପକ୍ଷରୁ ପ୍ରତିବାଦ କରାଯାଇଛି। ଉନ୍ନୟନ କାର୍ଯ୍ୟକୁ ସ୍ୱାଗତ ଜଣାଇଥିବା ବେଳେ ଜିଲ୍ଲା ପ୍ରଶାସନ ତରଫରୁ ଉଚ୍ଛେଦରେ ପାତର ଅନ୍ତର ନୀତି ସ୍ପଷ୍ଟ ବାରି ହେଉଛି। ସ୍ଥାନୀୟ ଅଞ୍ଚଳରେ ଥିବା ମ୍ୟାରେଜ ପ୍ୟାଲେସ ଭଳି ବିବାହ ମଣ୍ଡପକୁ ସୁରକ୍ଷା ପ୍ରଦାନ କରାଯାଉଛି ବୋଲି ଅଭିଯୋଗ କରିଛନ୍ତି। ଧନିକ ଶ୍ରେଣୀଙ୍କୁ ଜିଲ୍ଲା ପ୍ରଶାସନ ସୁରକ୍ଷା ଦେଉଥିବା ବେଳେ ଖଟିଖିଆ ବେସାହାରା ଗରିବ ଲୋକଙ୍କ ଘର ଛଡ଼ାଇ ନିଆଯାଉଛି। ଆଇନ ସମସ୍ତଙ୍କ ପାଇଁ ସମାନ ଅଟେ। ସରକାରୀ ଜମିରେ 70ରୁ 80 ବର୍ଷ ଧରି ବସବାସ କରି ପେଟ ପୋଷୁଥିବା ଅଭାବୀ ଲୋକଙ୍କୁ ଥଇଥାନ ନ କରି ଜିଲ୍ଲା ପ୍ରଶାସନ ଉକ୍ତ ଉଚ୍ଛେଦ ପ୍ରକ୍ରିୟା ଗ୍ରହଣୀୟ ନୁହେଁ। ରାସ୍ତାର ବାମ ପଟକୁ 72 ଫୁଟ ଉଚ୍ଛେଦର ପରିସୀମା ଥିବା ବେଳେ ଡାହାଣ ପଟକୁ କେତେ ଫୁଟର ଉଚ୍ଛେଦ ହେବ ସେ ନେଇ ଉପସ୍ଥିତ ଥିବା ଅଧିକାରୀମାନେ କିଛି କହୁନାହାନ୍ତି, ଯାହାକି ଜିଲ୍ଲା ପ୍ରଶାସନ କାର୍ଯ୍ୟରେ ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବର୍ତ୍ତମାନ ମୌସୁମୀ ବର୍ଷା ଆରମ୍ଭ ହେଉଥିବା ବେଳେ ବର୍ଷା ଓ ଅନ୍ଧାର ସମୟରେ ମୁଣ୍ଡ ଗୁଞ୍ଜିବା କଷ୍ଟକର ହୋଇଯାଇଛି। ନିଜ ଘରେ ଛୁଆ ପିଲା ଧରି ରହିଥିବା ଲୋକମାନଙ୍କ ଘରୁ ବିଦ୍ୟୁତ ଓ ପାଣି ଭଳି ସଂଯୋଗ ମଧ୍ୟ କାଟି ଦିଆଯାଇଛି, ଯାହାକି ମାନବ ଅଧିକାର ଉଲ୍ଲଂଘନ କରୁଛି। ବାସହରା ହୋଇଥିବା ଲୋକଙ୍କୁ ସରକାରୀ ନୀତି ଅନୁଯାୟୀ ଥଇଥାନ କରିବା, ବ୍ୟବସାୟ ନିମନ୍ତେ ଭେଣ୍ଡିଂ ଜୋନ୍, କ୍ଷତିପୂରଣ ପ୍ରଦାନ ଆଦି ନିୟମ ରହିଥିବା ବେଳେ ସେଥିପ୍ରତି କେହି ଦୃଷ୍ଟି ମଧ୍ୟ ଦେଉନାହାନ୍ତି। ସହର ମଧ୍ୟରେ ଓ ଜାତୀୟ ରାଜପଥ କଡ଼ରେ ବିଭିନ୍ନ ସ୍ଥାନରେ ବହୁମୂଲ୍ୟ ସରକାରୀ ସମ୍ପତ୍ତି ଜବରଦଖଲ ରହିଛି, କିନ୍ତୁ ତାହାକୁ ଉଚ୍ଛେଦ କରାଯାଉନାହିଁ। ଜଙ୍ଗଲ ଜମିଗୁଡ଼ିକ କେଉଁ ମାଲିକାନାରେ ଅଛି ତାହା ସାର୍ବଜନୀନ କରିବା ସହିତ ସଠିକ୍ ପଦକ୍ଷେପ ଗ୍ରହଣ କରିବାକୁ କଂଗ୍ରେସର ପୂର୍ବତନ ବାରିପଦା ଟାଉନ ସଭାପତି ଶାନ୍ତନୁ ପାଲ ଓ ପିସିଆଇର ଜିଲ୍ଲା ସମ୍ପାଦକ ସାଥୀ ଜଗବନ୍ଧୁ ମିଶ୍ର ଗଣମାଧ୍ୟମ ଜରିଆରେ ରାଜ୍ୟ ସରକାର ଓ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଆଗାମୀ ଦିନରେ ଏଗୁଡ଼ିକର କାର୍ଯ୍ୟକାରୀ ନ ହେଲେ ଜନ ଆନ୍ଦୋଳନ ଉଗ୍ର ରୂପ ଧାରଣ କରିବାକୁ ଚେତାବନୀ ଦିଆଯାଇଛି। ଏଇ ତ ବାପା ଘର ଦୁଆର ଏଇ ତ ଚିହ୍ନ ଦେଇଛୁ, ସେଇ ଚିହ୍ନରୁ ଆମେ ଅଛୁ। ତାପରେ ହଠାତ୍ ସେ ଚିହ୍ନକୁ ଇଏ କରି ଦେଇକରି ଆଗେଇ ଚାଲିଗଲେ ଏଇ ଯେ ଭାଙ୍ଗି ଟୁଟି ଦେଲେ ଆମେ ରହିବୁ କେଠି? ଆମେ ବିଧବା ଲୋକ, ଛୁଆ ପିଲା ନେଇକରି ମୁଁ ରହିବି କେଠି? ଆସିଲେ ଭାଙ୍ଗା ଟୁଟା କରିଦେଲେ, ହେଲେ ଆମର ଦୁଃଖ ଶୁଣିବ କିଏ? ଆମେ ରହିବା କେଠି, ଯିବା କେଠି? ଛୁଆ ପିଲା କାନ୍ଦୁଛନ୍, ଖିଆ নাই ଦିଆ নাই, ତାର ବ୍ୟବସ୍ଥା କରୁন। ଆଉ କଣ ଚାହିଁବା? ଆମକୁ ଏଠୁ ହଟେଇବେ ଯଦି ଆମକୁ ଜାଗା ବାଡ଼ି ଟିକେ ଦଉନ, ଆମେ ରହିବା। କାହ୍ନୁଚରଣ ବେହେରା, ମୁଁ ଏଠିକାର ବାସିନ୍ଦା। ମୋର ଏଠି ମଧ୍ୟ ଦୋକାନ ଅଛି, ଗୋଟେ ମହେଶ୍ୱର ବେହେରାର ଅଛି ଆଉ ଗୋଟେ କାହ୍ନୁଚରଣ ବେହେରାର ଦୁଇଟି ଦୋକାନ ଏଠି ରହିଛି। ହଠାତ୍ ସେମାନେ ଗୋଟେ ନୋଟିସ ଦେଲେ ଯେ ଆମେ ରାସ୍ତା ଚଉଡ଼ା କରିବୁ, ଗୋଟେ ଚିହ୍ନ ଦେଇଗଲେ ଅତା ଗଛ ପାଖରେ, ଏଇଠୁ ସବୁ ଭେକେଟ୍ କର। ସେଇ ଅନୁସାରେ ଆମେ ଭେକେଟ୍ ବି ଆରମ୍ଭ କଲୁ। ତାପରେ ନିଜେ ତହସିଲଦାର ଆସି କ'ଣ କଲେ ନା କହିଲେ ବାଁ ପଟୁ 72 ଫୁଟ ଯିବ। ସେଇଟା ଆଗରୁ କାହିଁ ଆପଣ ଜଣେଇଲେନି? ଯଦି ଯିବ 72 ଫୁଟ ତାହେଲେ ଡାହାଣ ପଟେ କେତେ ଯିବ ନା ସେଇଟା ଆମେ କହିବୁନି। ଆରେ ପବ୍ଲିକ ଜିନିଷ ସର୍ବସାଧାରଣ ଜାଣିବା ଦରକାର। ତୁମେ ହଉଛ ତହସିଲଦାର, ତୁମେ କାହିଁକି ବାଁ ପଟଟା କହିବ ଡାହାଣ ପଟ କହିବନି? ଏଥିରେ କ'ଣ ଥ୍ରେଡ୍ ଗେଞ୍ଜ ରହିଛି? ତାକୁ ଏକଥା କହିଲି। ତା ବାଦେ ଏଇ ଯୋଉ ରାସ୍ତା ସବୁ ଅକୁପାଏ କରିଛନ୍ତି, ଟିକଟ ଜାଗାରେ ଘର କରିଥିବେ, ଝାଜା ସବୁ ବାହାରିଛି ରାସ୍ତାକୁ, ତାହେଲେ ଇଏ ଗୋଟେ ଲୋକ ତା ଘର ଭଙ୍ଗା ହେଲା ପୁଣି ଆହୁରି ଭାଙ୍ଗିବା ପାଇଁ କହିଛି, ସେ ଚଳିବ କେମିତି? ସେଇଟା ହଉଛି ଆମର ଇଏ ଯେ ଏଇଟା ସାର୍ବଜନୀନ ହଉ। କେତେ ଫୁଟ ଜାଗା ଏଠି ଅଛି ଯେ PWDର, ତାକୁ ମଧ୍ୟ ବାହାର କରାଯାଉ। ସରକାରୀ ଜାଗା କେତେ ଅଛି ତାକୁ ମଧ୍ୟ ଏଠୁ ବାହାର କରାଯାଉ, ସମସ୍ତଙ୍କୁ ଜଣେଇ ଦିଆଯାଉ। ତା ନ ଜଣେଇକରି ଯୋଉ ମନ ପଲେଇ ଚଲିଛନ୍ତି ଆମେ ତାକୁ ବିରୋଧ କରୁଛୁ। ଆମେ ମଧ୍ୟ ରାଜରାସ୍ତାକୁ ଓହ୍ଲେଇବୁ। ଯୋଉ 3 ତାରିଖ ଦିନ କହିଛନ୍ତି ଆମେ ଏଇଟାକୁ ପୁଣି ଜୋର ଜୋର କରି ଭାଙ୍ଗିବୁ, ଆମେ ତାକୁ ବିରୋଧ କରିବୁ। ବରଂ ଆମ ଜୀବନ ଯାଉ, ଆମେ କେବେ ହେଲେ ଛାଡ଼ିବୁନି, ସଂଗ୍ରାମ ଜାରି ରଖିବୁ। ଶାନ୍ତନୁ ପାଲ, ଏକ୍ସ ଟାଉନ ପ୍ରେସିଡେଣ୍ଟ କଂଗ୍ରେସ ଦଳ। ଦେଖନ୍ତୁ, ଆମେ ଖବର ପାଇଲୁ କି ପାଲବଣୀରୁ ଯେଉଁ ରଙ୍ଗାମାଟିଆ ମେଡିକାଲ କଲେଜ ପର୍ଯ୍ୟନ୍ତ ଯେଉଁ ରାସ୍ତା ଅଛି ତାକୁ ପ୍ରଶସ୍ତୀକରଣ କରାହେଉଛି ଏବଂ ସେ ପ୍ରଶସ୍ତୀକରଣ ବାବଦରେ ଯେଉଁ ରାସ୍ତାକୁ ଏଭିକ୍ସନ୍ କରିକି କିଛି ଘର ଭଙ୍ଗା ଯାଉଛି। ତ ଆମେ ଆଜି ଆସିକି ଦେଖିଲୁ ଯେ ପ୍ରକୃତରେ ଯେ ଯେଉଁ ଘର ଗୁଡ଼ାକ ଭଙ୍ଗା ହେଉଛି ସେମାନେ ପାଖାପାଖି 100 ବର୍ଷ ହେଲାଣି ଏଠି ଘର କରିକି ରହିଛନ୍। ତାଙ୍କର କହିବା କଥା ଯେ ଯଦି ସରକାର ଏସବୁ ଭଙ୍ଗାରୁଜା କରୁଛନ୍, ଯାହା ଠିକ୍ ଅଛି, ଡେଭଲପମେଣ୍ଟ ୱାର୍କରେ ସେମାନେ ରୋକ ଲଗାଇବା ପାଇଁ ଚାହୁଁନାହାନ୍ତି, କିନ୍ତୁ ଏ ଯେଉଁ ଭାଙ୍ଗାରୁଜା ହେଉଛି ସେଥିରେ ପାତର ଅନ୍ତର ନୀତିଟା ବହୁ ଭାବରେ ଦେଖିବାକୁ ମିଳୁଛି। ଗୋଟେ ସାଇଡ୍ରେ 72 ଫୁଟ ରାସ୍ତାର ନିଆଯାଉଛି,
आ गोटे पटरे केते निया जाउची ताकू पचारले तहसीलदार की सब कलेक्टर केही किछि उचित जवाब दउना एठी देखले आपण जानि पारबे जे आंको घर भांगी के आउरी घरटा सह दुकान भी पळै जिवो किंतु राइट साइड रे जो मैरिज पैलेस अछि तार कोन हाईकोर्ट स्टे देइछि तेणु तार भांगा जीवनी एबे तार रहितादेश जारी रहिबो तो एई आमे सब समस्या देखुचे जे भांगी दउचो जे 100 वर्ष घर करिकि रहिछि दुकान करिकि तार परिवार प्रतिपोषण करूछि सी एबे जीवो केआडे रास्तार दांडर भिकारी हेइ जैछि सी तार जिंस नेकरी सी रास्ता कोडे तंबू मारिकि रहउछि आगामी दिन रे वर्षा दिन आसुछि तो सरकार एमानकर प्रति थैथान व्यवस्थाटा करिकि जदि ए सब प्रशस्तीकरण कार्यक्रमटा आरंभ करिथान्ते ताले जिल्लावासी उपकृत हेइथान्ते किंतु एमाने एबे दांडर भिकारी तांको पाखरे एना घर मुंड गुंजिबा पई जागा नाही मेसिन आसिकी भांगी दिएछि एवं वार्निंग देइछि जे 2 तारिख सुधा जदि तुमे निजर जिंस भांगी कि न नेइछो 3 तारिख दिन से आसिकी पुणी मेसिन लगेबो एवं सब भांगी दबो तो एपरी सरकार रो अत्याचार विरुद्ध रे हमकु जतले जणैले तो आमे आसिकी तांको पई ठिया हेइछु एवं आमे जेते दूर पारिबा प्रशासन को अवगत निमंते सब जणैबा जणैकरी आमे जेपरी लोकंकर हित हेइ पारिबो सेपरी सरकार जेमति दृष्टि देबे से पई आमे आशावादी रहिछु प्रशासन न सुनले आमे गुहारी करिबो मुख्यमंत्री को तापरे नहले आमे राज्य रास्ता को ओल्हेबो एवं रास्ता रे सुइबो आ कोन करिबो वर्षा हो खरा हो आमे रास्ता रे एई लोकमान को सहित सोइबो।